জয় জওয়ান জয় কিষান জয় জওয়ান জয় কিষান বীর জওয়ান অমর রয় অমর রয় অমর রয় বীর জওয়ান অমর রয় অমর রয় অমর রয় বীর জওয়ান অমর রয় অমর রয় অমর রয় भारत माता की जय भारत माता की जय भारत माता की जय जय जवान जय जवान भारत माता की जय भारत माता की जय वीर जवान अमर रहे वीर जवान अमर रहे वीर जवान अमर रहे भारत माता की जय भारत माता की जय वंदे मातरम वंदे मातरम डाकिया रहता जवान जय किसान जय जवान जय किसान भारत माता की जय भारत माता की जय भारत माता की जय वंदे मातरम वंदे मातरम वंदे मातरम वीर जवान अमर रहे वीर जवान अमर रहे वीर जवान अमर रहे फेब्रुआरी 14 ब्लैक डे फेब्रुआरी 14 ब्लैक डे फेब्रुआरी 14 ब्लैक डे ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଯାହା ଭାରତକୁ ସହିବାକୁ ପଡ଼ିଥିଲା। ଆଜି ହେଉଛି ଫେବୃଆରୀ 14 ଯାହାକି ବ୍ଲାକ୍ ଡେ ନାମରେ ନାମିତ କରାଯାଇଛି। ସେଦିନ ଆମର ଭାରତୀୟ ଯବାନମାନେ ତାଙ୍କ ଯାଉଥିଲେ ଗାଡ଼ିରେ ଏକ ସଡ଼କ ପଥରେ ଲମ୍ବା ଲାଇନ୍ ହେଇକି ଯାଉଥିଲେ। ଯିବା ବାଟରେ ଫେବୃଆରୀ 14 2019 ମସିହାରେ ଆତଙ୍କୀମାନେ ଆତଙ୍କ ଖେଳାଇ ଦେଇଥିଲେ, ଯାହାକି କିଛି ସମୟ ଗଲା ପରେ ତାପରେ ତାଙ୍କର କିଛି ଶବ୍ଦ ଶୁଣାଯାଇଥିଲା ଯାହାକି ପୁରା ଭାରତକୁ ସ୍ତବ୍ଧ କରିଥିଲା, ଯାହାକି 10 କିଲୋମିଟର ପର୍ଯ୍ୟନ୍ତ ଏହା ମାନେ ବ୍ୟାପିଥିଲା। ଆଉ କିଛି ଜାଣୁ ଜାଣୁ କ'ଣ ହେଇଥିଲା କ'ଣ ନେଇକି ଜାଣିବା ପୂର୍ବରୁ ସେମାନେ ଅଚାନକ ବି ଗୁଳି କରିଥିଲେ। ଆତଙ୍କମାନଙ୍କ ସେଇଠି ବି ଆତଙ୍କୀରାଜ ସରିନଥିଲା। ପାକିସ୍ତାନ ଏଭଳି ଏକ ଆତଙ୍କ ଖେଳିଥିଲା ଯାହାକି ଗୁଳି ମାଡ଼ରେ ମାନେ ଯବାନମାନଙ୍କର ଶରୀର ଖଣ୍ଡ ବିଖଣ୍ଡ ହୋଇଥିଲା, କିଛି ବି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁଥିଲା। ପ୍ରାୟ 40 ଯବାନ ଏଥିରେ ଶହୀଦ ହୋଇଥିଲେ, ଆଉ 2 ଜଣ ଆମର ସେଥିରେ ଓଡ଼ିଆ ଯବାନ ଥିଲେ, ଯାହାକି ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଭାରତ ସାରା ଦେଶବ୍ୟାପୀ ଏହା ପୁରାପୁରି ଆତଙ୍କ ଖେଳି ଯାଇଥିଲା। ଏହାର ପରିଣାମରେ ଆମ ଭାରତୀୟ ଯବାନମାନେ ଠିକ୍ 12 ଦିନ ପରେ କଡ଼ା ଜବାବ ଦେଇଥିଲେ 25 ତାରିଖରେ, ଯାଇକି ଏୟାର ଷ୍ଟ୍ରାଇକ୍ କରି ପାଲଟା ଆକ୍ରମଣ କରିଥିଲେ, ଯାହାକି ଭାରତୀୟମାନଙ୍କୁ ଖୁସି ଦେଇଥିଲେ ମଧ୍ୟ ଟିକେ ତାଙ୍କ ଯବାନମାନଙ୍କୁ ନିହତ କରିବାରେ ଆମ ଭାରତୀୟମାନେ ସଫଳ ହୋଇଥିଲେ, ଯାହାକି ଆମକୁ ଦମ୍ଭ କରିଥିଲା। ଆମେ କେମିତି ଆଗକୁ ଯିବା, ଆମ ଯବାନମାନେ ରାତି ଦିନ ଅହରାତି ତାଙ୍କର ସେବା ଚଳି ରହିଛନ୍ତି, ବର୍ଡ଼ରରେ ସେବା ଜାରି ରଖିଛନ୍ତି। ଆମେ ସମସ୍ତେ ସଚେତନ ହେବା, ଆମ ଦେଶକୁ ଆମେ କେମିତି ସୁରକ୍ଷିତ କରିବା। ଓ ଆମେ ସିନା ଗୋଟିଏ ଦିନ ଆଜି ବ୍ଲାକ୍ ଡେ ନାମରେ ପାଳନ କରି ଆମ ଯବାନମାନଙ୍କୁ ମନେ ରଖୁଛେ, କିନ୍ତୁ ଏହା ସବୁଦିନ ଆମ ମନ ଭିତରେ ରହିବା ଦରକାର। ଆଉ ଯବାନମାନଙ୍କ କିଏ ତା ଭାଇକୁ ହରାଇଥିଲେ, କିଏ ତା ସ୍ୱାମୀକୁ ହରାଇଥିଲେ, କିଏ ତାଙ୍କ ଦାଦା ଯାହାକୁ ହରାଇଥିଲେ, କିନ୍ତୁ ଆମେ ସମସ୍ତଙ୍କୁ ମନେ ରଖିବା ଓ ତାଙ୍କର ଅମର ଆତ୍ମା ପାଇଁ ସଦ୍ଗତି ପ୍ରାର୍ଥନା କରିବା। ଏତିକି କହି ବକ୍ତବ୍ୟ ଶେଷ କରୁଛି। ବୀର ଯବାନ अमर रहे ବୀର ଯବାନ अमर रहे ଯବାନ अमर रहे भारत माता की भारत माता की वंदे वंदे